ଆଜ୍ଞା ଭାଇ ନମସ୍କାର। ମୁଁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଭୁବନେଶ୍ୱରରୁ ଆଜ୍ଞା ସୁରେଶ କହୁଛି। ବାଦଲ ଜେନା ଆପଣ ଆଜ୍ଞା? କଣ ହେଇଛି? ବାଦଲ ଜେନା ଆପଣ କିମ୍ବା ଆପଣଙ୍କ ପରିବାରରେ ଏଇ ନାଁରେ କିଏ ଅଛନ୍ତି? ନା ଆପଣ କାହିଁ ଫୋନ କରୁଛନ୍ତି? ଆଜ୍ଞା ଆବାସ ଯୋଜନା ଆଜ୍ଞା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଜ୍ଞା ଭେରିଫିକେସନ ଥିଲା, ସେଥିପାଇଁ କଲ୍ କରାଯାଇଥିଲା। ଆପଣ କହୁଛନ୍ତି ବିଜେପି ଅଫିସରୁ କହୁଛନ୍ତି? ହଁ ଆଜ୍ଞା ବିଜେପି ଅଫିସର ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟା ଆଜ୍ଞା ବିଜେପିର ଯାଉନି କି? ବିଜେପି ର ଯିବ ବୋଲି କଣ ତାଙ୍କ ଗଭର୍ଣ୍ଣମେଣ୍ଟ ତରଫରୁ ଫୋନ করে ବିଜେପି ଅଫିସରୁ ଆଜ୍ଞା କଣ ସେଇଟା ଆପଣ ଗଭର୍ଣ୍ଣମେଣ୍ଟର କହୁଛନ୍ତି? ଆଜ୍ଞା ଆଜ୍ଞା ବିଜେପି ଗଭର୍ଣ୍ଣମେଣ୍ଟ ଅଫିସ ଆପଣ ବିଜେପି ଭାରତୀୟ ଅଫିସରୁ ଜନତା କହୁଛନ୍ତି? ପାର୍ଟି ଅଫିସ ଆଜ୍ଞା। ଗଭର୍ଣ୍ଣମେଣ୍ଟରୁ ତ ଆସିବ, ସେ ଗଭର୍ଣ୍ଣମେଣ୍ଟ ଅଫିସର ସେ ଫୋନ କରିବେ ପାଇବେ କି ନାହିଁ। ଆପଣ କଣ ଆଜ୍ଞା କହୁଛନ୍ତି ପାର୍ଟି ଅଫିସରୁ? ଆଜ୍ଞା ପାର୍ଟି ଅଫିସରୁ ଆଜ୍ଞା ଆସିବ ଆଜ୍ଞା ଆପଣଙ୍କର ଯେହେତୁ ପ୍ରଧାନମନ୍ତ୍ରୀଙ୍କର ଯୋଉ ଆଜ୍ଞା ଆବାସ ଯୋଜନାରେ ନବୀନ ଆମର ମୋଦୀ ସରକାରଙ୍କର। ଆରେ ପ୍ରଧାନମନ୍ତ୍ରୀ କଣ ତମ ବିଜେପି ବାଲାଙ୍କର କି? ଆଉ କଣ ବିଜେଡି କଂଗ୍ରେସ ଆପ ୟାଙ୍କର ନା ଏମାନଙ୍କର ନୁହେଁ କି? ଆଜ୍ଞା ଆପଣ ଏଇଟା ବାଦଲ ଜେନା ଯିଏ ଆପଣଙ୍କ ପରିବାରରେ କେହି ନାହାନ୍ତି ଏଇନାରେ? ରଖନ୍ତୁ, ଭୁଲ ତଥ୍ୟ କାହିଁକି ଦଉଛନ୍ତି? ପ୍ରଧାନମନ୍ତ୍ରୀ ଠିକ ଅଛି ଆପଣ ସମସ୍ତଙ୍କର। ଆପଣ କାହିଁକି ରଙ୍ଗ କହୁଛନ୍ତି ନମ୍ବର ବିଜେପି ଆଜ୍ଞା ବାଲାଙ୍କର? ଠିକ ଅଛି କଥାଟା ଠିକ ରଙ୍ଗ ସେ ନମ୍ବର କୁହନ୍ତୁ। ରହୁଛି ନମସ୍କାର। ବିଜେପି କ୍ରେଡିଟ ନିଅନ୍ତୁନି। ଆମ ଆଜ୍ଞା ସମସ୍ତଙ୍କର ପ୍ରଧାନମନ୍ତ୍ରୀ। ମୋଦିଜୀ ଆଜ୍ଞା ବିଜେପି ଆଜ୍ଞା ଆପଣଙ୍କର କିଏ ନାହିଁ କରୁଛି ଆଜ୍ଞା ଆମେ ମନେ ଆରେ କରୁଛୁ।